ଆଜିର ଏ ଛୋଟ ଭିଡ଼ିଓଟିରେ ଜାଣିବା ମନ୍ଦିରକୁ ଗଲା ବେଳେ ଆମେ କେମିତି ପବିତ୍ରତା ବଞ୍ଚେଇ ରଖିବା ଏବଂ ଆମ ଭୋଗଟି କେମିତି ପବିତ୍ରତା ସହିତ ମନ୍ଦିରର ଗର୍ଭଗୃହ ଭିତରକୁ ଭୋଗ ହେବା ପାଇଁ ଯିବ। ଆମେ ଏ ବିଷୟରେ ଜାଣିବା। ତେବେ ପ୍ରଥମ କଥା ହେଉଛି ଆମେ ଭୋଗ ଘରୁ ଯେତେବେଳେ ନେଇକି ଯାଉଛେ କାହା ସାଙ୍ଗରେ କଥା ହେବା ନାହିଁ। ଯଦି ଆମେ କଥା ନ ହେବା ତାହେଲେ ବ୍ରାହ୍ମଣଙ୍କୁ ଆମେ ନାଁ ଆଉ ଗୋତ୍ର କେମିତି ଜଣାଇବା। ତେବେ ଆମେ ଗୋଟେ ସାଧାରଣ କାଗଜରେ ସାଧା କାଗଜରେ ଆମେ ଲେଖି ନେବା ଏବଂ ତା ସହିତ ଆମେ ନେଇକି ବ୍ରାହ୍ମଣଙ୍କର ଯେଉଁ ଥାଳ ଥୁଆ ହେଇଥାଏ, ମନ୍ଦିରର ଥାଳ ଥୁଆ ହେଇଥାଏ, ସେ ଥାଳରେ ଆମେ କାଗଜଟିକୁ ରଖିଦେବା। ରଖିଦେଲେ ସେ କାଗଜକୁ ନେଇକି ପଢ଼ିବେ ଏବଂ ଆପଣଙ୍କର ଭୋଗ ହୋଇସାରିବ। ହଁ, ଭୋଗ ସରିଲା ପରେ ଆପଣ ଆମର ଯେଉଁ ବାହନ ଥାଆନ୍ତି ସେ ବାହନ ପଛ